ଦେଖ ପିଲାମାନେ ତମର ଏଥର 5 ମାର୍କିଆ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଆସିଯାଇଛି। 5 ମାର୍କିଆ ପରେ ସିଲେକ୍ସନ୍ କୋଶ୍ଚିନ୍, ଆଉ ଏଇ 10ଟି ସିଲେକ୍ସନ୍ କୋଶ୍ଚିନ୍ ଦିଆଯିବ। ଆଉ ଏଇ 10ଟି ଭିତରୁ ହିଁ ଆସିବ, କୌଣସି ଭିଡ଼ିଓ ଦେଖିବା ଦରକାର ନାହିଁ। ଠିକ୍ ଅଛି, ତ 10ଟି କୋଶ୍ଚିନ୍ ଭଲ ଭାବରେ ଯିଏ ବି ଦେଖି ଯାଉଛି ସେ ବହୁତ ଭଲ ରେଜଲ୍ଟ କରୁଛି। ତ ଡେରି କରିବାନି, ପ୍ରଥମେ ଆମେ ଦେଖିବା ଡିସ୍କସ୍ ଦି ଡିଫରେଣ୍ଟ ଷ୍ଟେଜ୍ ଅଫ୍ ଡ୍ୟୁରିଂ ଆଡ଼ିସନ୍ ଆଣ୍ଡ ଆଲକୋହଲିଜିମ୍। ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ସେବନର ଅଧ୍ୟାବସାୟରେ ବିଭିନ୍ନ ପର୍ଯ୍ୟାୟ ଗୁଡ଼ିକ ଆଲୋଚନା କର। ଦେଖ ତମକୁ ମୁଁ ପ୍ରଥମରୁ କହୁଛି 5 ମାର୍କିଆ କେବେ ବି ହାତ ଛଡ଼ା କରିବନି। ଠିକ୍ ଅଛି, ତାକୁ 5ଟି ପଏଣ୍ଟ ଦେଇ ଲେଖିବ। II, III, IV, ଠିକ୍ ଅଛି, ଏମିତି ପଏଣ୍ଟ ଦେଇ ଲେଖିବ। ନହେଲେ 1 2 3 4 5 ଏମିତି ବି ଦେଇ ବି ଲେଖିପାରିବ। ଠିକ୍ ଅଛି, ଆଉ 5ଟି ପଏଣ୍ଟ ଦେଇ ଲେଖିବ। ଭୁଲ ହଉ ଠିକ୍ ହଉ ଲେଖିକିନି ଆସିବ। ଠିକ୍ ଅଛି, 5 ମାର୍କିଆ 5 ମାର୍କିଆ ତମେ କେବେ ବି ହାତ ଛଡ଼ା କରିବନି, ସବୁ ଆଟେଣ୍ଡ କରିବ। ଭୁଲ ହଉ କିମ୍ବା ଠିକ୍ ହଉ, ଯଦି ଭୁଲ ବି ଲେଖିଥିବ ସେଠି ତମକୁ 3 ମାର୍କ ଇଜିଲି ମିଳିଯିବ ଯଦି ପଏଣ୍ଟ ଦେଇ ଲେଖିଯିବ। ଠିକ୍ ଅଛି, ତମେ ତ ଜାଣିଛ ନିଶା ଦ୍ରବ୍ୟ ମାଦକ ଦ୍ରବ୍ୟ କ'ଣ। ତମେ ଦେଖନ୍ତୁ, ସବୁବେଳେ ପ୍ରଥମରୁ ମୁଁ ତମକୁ କହିଦେଉଛି ଯେ ତମକୁ ଅଧିକା ଆଲକୋହଲ ଉପରେ ହିଁ ଆସିବ, ବା ନିଶା ଦ୍ରବ୍ୟ କେମିତି, ନିଶା ଦ୍ରବ୍ୟ ଆମେ କେମିତି ରୋକାଯାଇପାରିବ, ନିଶା ଶକ୍ତିର ପରିଣାମ ଆଲୋଚନା କର। ଏଇଭଳିଆ ଏସବୁ କୋଶ୍ଚିନ୍ ଆସିବ। ଠିକ୍ ଅଛି, ଦେଖ ବେଶୀ ଡେରି କରିବାନି। 2 ନମ୍ବର ଦେଖ, ଡିସ୍କସ୍ ଦି ହେଲ୍ଥ ଅଫ୍ କନସିକ୍ୱେନ୍ସ ଅଫ୍ ଡ୍ରଗ୍ସ ଆଣ୍ଡ ଆଲକୋହଲିଜମ୍ ହ୍ୟୁମାନ୍ ବଡି ମାଇଣ୍ଡ। ମଣିଷ ଶରୀର ଓ ମନ ଉପରେ ନିଶା ଦ୍ରବ୍ୟ ମାଦକ ଦ୍ରବ୍ୟ ସେବନ କୁପରିଣାମ ଗୁଡ଼ିକ ଆଲୋଚନା କର। ଏଇଭଳିଆ ହିଁ କୋଶ୍ଚିନ୍ ତମର ଆସିବ, ବହୁତ ଇଜି। ମାନେ ସେଇ କୋଶ୍ଚିନ୍କୁ ତମକୁ କ'ଣ କରିବ ନା ବୁଲେଇ ପକେଇ ପଚାରିବ। ବୁଝିପାରୁଛ? ତ ଆମର ଯେଉଁ ଭାରତ ଦେଶରେ ବା ଆମର ଯେଉଁ ରହିଛି ନିଶା ଦ୍ରବ୍ୟ କିପରି ରୋକାଯାଇପାରିବ, ଏଇଭଳି କୋଶ୍ଚିନ୍ ତୁମକୁ ଆସିବ। ଠିକ୍ ଅଛି, ଆଉ ଯେଉଁମାନେ ବି ବର୍ତ୍ତମାନ ଯାକେ PDF ଡାଉନଲୋଡ଼୍ କରିନାହାନ୍ତି, ଠିକ୍ ସାଣ୍ଡ ଭ୍ୟାଲୁର PDF କି ପାଇନାହାନ୍ତି, ତ ସେମାନେ ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି, ଟେଲିଗ୍ରାମର ଲିଙ୍କ୍, ଟେଲିଗ୍ରାମରେ ଜଏନ୍ ହୋଇ ଡେସ୍କ୍ରିପସନ୍ରେ PDF ମଧ୍ୟ ଡାଉନଲୋଡ଼୍ କରିପାରିବ। ଠିକ୍ ଅଛି, ଦେନ୍ 3 ନମ୍ବର ଦେଖଲା କ'ଣ ଡିଫାଇନ୍ ଡ୍ରଗ୍ ଆଡ଼ିସନ୍ ଅଫ୍ ଆଲକୋହଲିଜମ୍। ଡିସ୍କସ୍ ଦି କେସ୍ ଅଫ୍ ରେସ୍ପନ୍ସିବଲ୍ ଫର୍ ଆଡ଼ିସନ୍ ଅଫ୍ ଡ୍ରଗ୍ ଆଣ୍ଡ ଆଲକୋହଲ। ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ପ୍ରତି ଆସକ୍ତି କ'ଣ, ଏଗୁଡ଼ିକର କାରଣ ଆଲୋଚନା କର। ଦେଖ ଏଇସବୁ ଆସିବ, ଏସବୁ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। VVI ଏବେଠୁ ମାରିକି ରଖ। ଆଉ ଯେଉଁମାନେ ଟୋଟାଲି ଦେଖିନାও ସମସ୍ତେ PDF ଦେଖ, ଦେଖିକିନି ଟିକେ ଯାଅ। ଖାଲି ଗୋଟେ ଜିନିଷ ଦେଖିବ, ଖାଲି ମାନେ 5 ମାର୍କିଆ ତୁମେ ମାନେ ଭଲ ଭାବରେ ଟିକେ ଦେଖିଥିବ। କାହିଁକିନା 5 ମାର୍କିଆ ଯଦି ତୁମେ ଦେଖିଥିବ ତାହେଲେ ତୁମକୁ ଇଜିଲି ସେ 5 ମାର୍କିଆ ପଡ଼ିଲା। ଯଦି ବି ସେ 2 ମାର୍କିଆ ପଡ଼ିଲା ତୁମେ ସାଙ୍ଗେ ସାଙ୍ଗେ ଲେଖିଦେବ। ଠିକ୍ ଅଛି, ତ ସେଥିପାଇଁ କହୁଛି କି ଲଙ୍ଗ୍ କୋଶ୍ଚିନ୍ ଟିକେ ଭଲ ଭାବରେ ପ୍ରିପେୟାର ହେଇକି ଯାଇଥାଉ। ତାପରେ 4 ନମ୍ବର କ'ଣ ଦେଲା ଦେଖ, ଏକ୍ସାମିନ୍ ଦ ମ୍ୟାଥ୍ ଆସୋସିଏଟେଡ୍ ୱିଥ୍ ଦ ଡ୍ରଗ୍ସ ଅଫ୍ ଆଡ଼ିସନ୍ ଆଣ୍ଡ ଆଲକୋହଲିଜମ୍ ଇନ୍ ଇଣ୍ଡିଆ। ଭାରତରେ ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ପ୍ରତି ଆସକ୍ତି ସମ୍ବନ୍ଧୀୟ ସାଧାରଣ ବିଶ୍ୱାସ ଗୁଡ଼ିକୁ ବ୍ୟାଖ୍ୟା କର। ହେଲା, ଯେଉଁ ଭାରତରେ ନିଶା ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ପ୍ରତି ସାଧାରଣ ବିଶ୍ୱାସ ଗୁଡ଼ିକ କ'ଣ, ସେମ୍ ହିଁ ଜିନିଷ। ନିଶା ଦ୍ରବ୍ୟ ଓ ମାଦକ ଦ୍ରବ୍ୟ କ'ଣ, ତା ଉପରେ ମାନେ କିଛି ତା ଧାରଣା ସାଧାରଣ ଏସବୁ ଗୁଡ଼ିକ ମାନେ ଲେଖିବ। ସେମ୍ ହିଁ ଜିନିଷ, ତୁମକୁ ଟିକେ ବୁଲେଇ ବଙ୍କେଇ ସିଏ ପଚାରୁଛି। ଠିକ୍ ଅଛି, ହ୍ୱାଟ୍ ଇଜ୍ ଡ୍ରଗ୍ ଆଡ଼ିସନ୍, ଏକ୍ସପ୍ଲେନ୍ ଦି କନସିକ୍ୱେନ୍ସ ଅଫ୍ ଡ୍ରଗ୍ ଆଡ଼ିସନ୍। ଠିକ୍ ଅଛି, ନିଶାଶକ୍ତିର ଅର୍ଥ କ'ଣ, ନିଶାଶକ୍ତିର ପରିମାଣ ଆଲୋଚନା କର। ଦେଖୁଛ, ଏ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, 5 ମାର୍କିଆ। ତୁମେ ଏଇଠି ଦେଖ ଲେଖିଦେବ କ'ଣ, ନିଶାଶକ୍ତିର ଅର୍ଥ କ'ଣ। ତୁମେ ଭଲ ଭାବରେ PDF ଦେଖିଥିବ, ଯେଉଁମାନେ ଇଂଲିଶରେ ଦେବ ଓଡ଼ିଆରେ ଦେବ, PDF ଡାଉନଲୋଡ଼୍ କର, ତାକୁ ଟିକେ ଭଲ ଭାବରେ ଟିକେ ଦେଖିକି ଯାଅ। ଠିକ୍ ଅଛି, ତାପରେ ଦେଖ ଏଇସବୁ ସିଲେକ୍ସନ୍ କୋଶ୍ଚିନ୍ ତୁମକୁ ଏବେଠୁ ମୁଁ ଜଣାଇ ନେଉଛି। କ'ଣ ଦେଇଛି, ଏଲାବୋରେଟ୍ ଦି ସୋସିଆଲ ଇଫେକ୍ଟ ଅଫ୍ ଆଲକୋହଲ ଆଣ୍ଡ ଅଦର ଡ୍ରଗ୍ସ। ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜନିତ ସାମାଜିକ ପ୍ରଭାବ ଗୁଡ଼ିକ ଉଲ୍ଲେଖ କର। ଦେଖୁଛ, ମଦ୍ୟପାନ ଅନ୍ୟାନ୍ୟ ନିଶା ସେମ୍ ଜିନିଷ ତ ମୁଁ ପଚାରୁଛି, ବାରମ୍ବାର ପଚାରୁଛି, ତୁମେ ଏଇଗୁଡ଼ା ଭଲ ଭାବରେ ଦେଖି ନେଇଥିବ। ତାପରେ ଦେଖ, ଡିସ୍କସ୍ ଦି କେସେସ୍ ଅଫ୍ ବିହାଇଣ୍ଡ ଦି ରାଇଜ୍ ଅଫ୍ ଆଲକୋହଲ ୟୁଜ୍ ଇନ୍ ଇଣ୍ଡିଆ, ହାଉ ଦେ କ୍ୟାନ୍ ବି କଣ୍ଟ୍ରୋଲ। ଭାରତରେ ମଦ୍ୟ ନିଶାର ବ୍ୟବହାର ବୃଦ୍ଧିର କାରଣ ସବୁ ଉଲ୍ଲେଖ କର। ଏହାକୁ କିପରି ରୋକାଯାଇପାରିବ। ମାନେ ଭାରତରେ ନିଶା ଦ୍ରବ୍ୟ ଯେଉଁ ବ୍ୟବହାର ହେଉଛି, ତା ବୃଦ୍ଧି ଯେଉଁ ହେଉଛି, ଅଧିକ ଯେଉଁ ହେଉଛି, ତାର କାରଣ କ'ଣ, କାହିଁକି ହେଉଛି, ସେଇଟା କିପରି ରୋକାଯାଇପାରିବ, ଏଇଟା ଲେଖିବ। ଦେନ୍ ତୁମକୁ କ'ଣ ଦେଇଛି ନା ରାଇଟ୍ ଏ ନୋଟ୍ ଅନ୍। ଦେଖ 8 ନମ୍ବର ଦେଇଛି, ବଢ଼ିଆ ଜିନିଷଟେ ଦେଇଛି। ଏଇଟା ତମେ ଲେଖିବ, ଏଇଟା ତମ ପାଇଁ ସେ କରିଛି ଗୋଟେ ଜିନିଷଟା। ଦେଖ ବଢ଼ିଆ କୋଶ୍ଚିନ୍ଟା, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ରାଇଟ୍ ଏ ନୋଟ୍ ଅନ୍ ଦି ରୋଲ୍ ଅଫ୍ ଷ୍ଟୁଡେଣ୍ଟ ଫର୍ ପ୍ରିଭେନ୍ସନ୍ ଆଲକୋହଲିଜମ୍ ଆଣ୍ଡ ଡ୍ରଗ୍ ଆବ୍ୟୁଜ୍।
ମାନେ ମଦ୍ୟପାନ ଜନିତ ଓ ନିଶା ଦ୍ରବ୍ୟର କୁପରିଣାମ ପ୍ରଭାବ ଦୂର କରିବାରେ ଛାତ୍ରର ଭୂମିକା କିମ୍ବା ଛାତ୍ରୀର ଭୂମିକା ଆଲୋଚନା କର। ତମେ ଗୋଟେ ଛାତ୍ର କି ଛାତ୍ରୀ ଯିଏ ବି ହେଇଥାଉ, ତମେ ଏଇଟାକୁ ମାନେ ଯୋଉଟା କୁପରିଣାମ ହେଉଛି ଏଇଟା ଦୂର କରିବାରେ ତମର ଏଠି ଭୂମିକା କ'ଣ ରହୁଛି ଏଇଟା ତମେ ଲେଖିବ। ଏଇଟା ବହୁତ ବଢ଼ିଆ କୋଶ୍ଚିନ୍ ବାରମ୍ବାର ଆସିଥାଏ 5 ମାର୍କିଆ, ଭେରି ଭେରି ଇମ୍ପୋର୍ଟାଣ୍ଟ। ସବୁବେଳେ କହୁଛି ସିଲେକ୍ସନ୍ କୋଶ୍ଚିନ୍ ତମେ ଲେଖି ରଖିଥାଅ। ଦେନ୍ ତୁମକୁ କ'ଣ ଆସିଲା 9 ନମ୍ବର ଦେଖ, ଏକ୍ସପ୍ଲେନ୍ ଦି ଡିଫରେଣ୍ଟ ଅଫ୍ ଷ୍ଟେପ୍ ଅଫ୍ ଆଲକୋହଲିଜମ୍ ହାଉ ଟୁ ସେଭ୍ ୟୁଥ୍ ଅଫ୍ରମ୍ ଆଡ଼ିସନ୍। ଏଇଟା କ'ଣ ଲେଖା ଅଛି? ଆଚ୍ଛା, ଅଫ୍ରମ୍ ଆଡ଼ିସନ୍। ଠିକ୍ ଅଛି, ସେଇଟା ଠିକ୍ ସେ ଟିକେ ଜଣାପଡ଼ୁନାହିଁ। ମଧ୍ୟ ନିଶାଶକ୍ତର ବିଭିନ୍ନ ସ୍ତର ପର୍ଯ୍ୟାୟ ସବୁ ଉଲ୍ଲେଖ କର ଯୁବପିଢ଼ିକୁ କେମିତି ସୁରକ୍ଷା ଦିଆଯାଇପାରିବ। ଠିକ୍ ଅଛି, ତ ଦେଖ ଏଠି କ'ଣ ଲେଖା ମାନେ ୟୁଥ୍ ମାନେ ଯୁବପିଢ଼ିଙ୍କୁ ଆମେ କିପରି ସୁରକ୍ଷା ଦେବା ସେସବୁ ଗୁଡ଼ିକ ତୁମେ ଲେଖିବ। ଏଇଟା ବି ବଢ଼ିଆ ଭେରି ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଦେନ୍ ତୁମକୁ ଲାଷ୍ଟରେ କ'ଣ ଦେଇଛି ନା 10 ନମ୍ବର ଦେଖ, 10 ନମ୍ବର ବି ମୋଷ୍ଟ ଇମ୍ପୋର୍ଟାଣ୍ଟ ଦେଇଛି। ରାଇଟ୍ ଅନ୍ ଦି ସର୍ଭେଲ୍ ମେସ୍ ଅନ୍ ଦି ଡ୍ରଗ୍ ଆଡ଼ିସନ୍। ନିଶାଶକ୍ତ ବିଷୟରେ ରହିଥିବା ସାଧାରଣ ଧାରଣା ଓ ସତ୍ୟତା ବିଷୟରେ ଲେଖ। ସାଧାରଣ ଧାରଣା କ'ଣ, ସତ୍ୟତା ତାର କ'ଣ ସେଇଟା ଲେଖ। ଦେଖ ସେମ୍ ହିଁ ଜିନିଷ ତୁମକୁ ପକାଉଛି, ମାନେ ଆଲକୋହଲ ଉପରେ ଅଧିକା ପକାଉଛି, ବୁଝିପାରୁଛ? ତ ଏଇଗୁଡ଼ାକ ତୁମେ ଦେଖିନି ଯାଉଥିବ ବାରମ୍ବାର ଟିକେ। ତୁମେ କ'ଣ କରୁଥିବ, PDF ଟିକେ ଯଦି ଭଲ ଭାବରେ ଦେଖିଥିବ, ଫଲୋ କରିଥିବ, ତାହେଲେ ତୁମେ ମାନେ ବହୁତ ହି ଭଲ ରେଜଲ୍ଟ କରିପାରିବ। ଠିକ୍ ଅଛି, ଆଉ ଯେଉଁମାନେ ପ୍ରିଭିୟସ୍ କୋଶ୍ଚିନ୍ ଦେଖିନ, ପ୍ରିଭିୟସ୍ କୋଶ୍ଚିନ୍ ମଧ୍ୟ ଅପଲୋଡ଼ ହୋଇଛି, ଭିଡ଼ିଓ ଦିଆଯାଇଛି, ସେମାନେ ଦେଖିଯାଅ। ଠିକ୍ ଅଛି, ଆଜି ପାଇଁ ଥିଲା ଏତିକି ଭିଡ଼ିଓ ଆଶା କରୁଛି ଆପଣଙ୍କୁ ମାନେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ଏଭଳି ଆଗ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।